ଗଳ୍ପ ଲେଉଟାଣି ଗାଳ୍ପିକ କିଶୋରୀ ଚରଣ ଦାସ। ଏଣିକି ଫେରିବା କଥା ବୋଲି ମୁଁ ତ କେବେଠୁ ଠିକ୍ କରିସାରିଲିଣି। କିନ୍ତୁ ଠିକ୍ କେବେଠୁ? କେତେଦିନ ତଳେ। ସେଦିନର ଚେହେରା ଚରିତ୍ର କେମିତିକା? ତା ଛଡ଼ା କିଛି ଗୋଟାଏ ଘଟଣା ଘଟିଥିଲା ନା ହଠାତ୍ କେଉଁ ଏକ ଏକୁଟିଆ ଜହ୍ନକୁ ଦେଖି କହିଲ, ରହ ମୁଁ ଆସୁଛି ବୋଲି। ସଂସାରର ସୁଖ ଚିଟା ଲାଗିଲାରୁ ଅଧିକ ସୁନ୍ଦର ସୁଖକୁ ଲୋଭେଇଲ ନା ଦୁଃଖମୟ ସଂସାରକୁ ଆଉ ସହିଲା ନାହିଁ। ସିଦ୍ଧାର୍ଥଙ୍କ ପରି ଯୁବତୀ ପତ୍ନୀଙ୍କୁ ଛାଡ଼ି ଛୁଡ଼ି ପଳାଇ ଆସିବାକୁ ମନେ ହେଲା ନା ପତ୍ନୀ ବୁଢ଼ୀ ହେଲାରୁ ଯାଇ? ଶେଷ ପ୍ରଶ୍ନ ବେଳକୁ ବଳରାମ ବାବୁଙ୍କର ପାଟି ଖଜଖଜ ହେଲା କି କହିବା ପାଇଁ। ସେଇଠୁ ବେତାଳ ଭୂତ ରୋହୁକି ଚାଲିଯାଉ। କହିବି ଯେ ନୀନା ବୁଢ଼ୀ ହେବା ଯାଏ ମୁଁ ଅପେକ୍ଷା କରିନଥିଲି। ଅବା ସେ ମରିଗଲା ପରେ ମୋ ମନରେ ଏହି ପ୍ରକାର ଭାବ ଆସିଲା ନାହିଁ। ତାର ଅନେକ ଆଗରୁ। କିନ୍ତୁ ସେ ହଡ଼ବଡ଼େଇ ଗଲେ। କାରଣ ସେବାକର ଜୀଇଁଥିବା କଥା ପାଖରେ ଶୋଇଥିବା ଯୁବତୀ ପତ୍ନୀର ଚେହେରା ମନେ ପଡ଼ିଲା। ଖାଲି ତାର ଯୌବନ ନୁହେଁ, ତାର ଗୋଟିଏ ରାତିର କ୍ରୋଧ। ତୁମଠି କ'ଣଟା ଅଛି ଯେ ମୁଁ ତୁମ ପାଖରେ ବାନ୍ଧି ହୋଇ ରହିବି ବୋଲି ଭାବିଛି? ନା ରୂପ, ନା ଗୁଣ, ନା ମରଦ ପାଣିଆ। ସେଥର ହୁଏତ ତା ଅଲଣା ରାଗର ଟାଣୁଆ ଜବାବ ଦେଇ ହୋଇଥାନ୍ତା। ତେବେ ରୂପଗୁଣର ସତ୍ୟାସତ୍ୟ ଯାହା ଥାଉ କି ନଥାଉ, ତୃତୀୟ ଉଲୁଗଣା ତାଙ୍କୁ ଅଚଳ କରିଥିଲା। ଶବ୍ଦଟିକୁ ସେ ବ୍ୟାପକ ଅର୍ଥରେ ନେଇ ପାରିଲେ ନାହିଁ। ଭାବିଲେ, ହଁ ସତ କଥା, ଆଜିକାଲି ରାତି ପରେ ରାତି ବିତି ଯାଉଛି। ତଥାପି ଇଚ୍ଛା ହେଉନାହିଁ। ସେଇଠୁ ସେ ନିଜକୁ ତିଆରି କଲେ। କହିଲେ, ୟାର ଅର୍ଥ ନୁହେଁ ଯେ ମୋର କିଛି ଊଣା ହୋଇ ଗଲାଣି। ଅସଲ କଥା ହେଉଛି ଯେ ମୋତେ ଏ ଛାର ସଂସାର ଆଉ ଭଲ ଲାଗୁନାହିଁ। କିନ୍ତୁ ନୀନା ତାର ତତ୍ତ୍ୱ ବୁଝିବ ନାହିଁ। କେହି ବୁଝିବେ ନାହିଁ। କୋଉଥିପାଇଁ କଜିଆ ଲାଗିଥିଲା ସେଦିନ ମନେ ପଡ଼ୁନାହିଁ ଆଜି। କିନ୍ତୁ ସେଦିନ ବୈରାଗ ଆସିଥିଲା। ତାକୁ ଚିହ୍ନି ହେଲା, ଏଥିରେ ସନ୍ଦେହ ନାହିଁ। ପୁଣି ମନେ ପଡ଼ୁଛି ଯେ ଏତେ କଳିକଜିଆ ସତ୍ତ୍ୱେ ସମ୍ଭବତଃ ତାରି ଯୋଗୁଁ କେଉଁ ଫ୍ରଏଡୀୟ ମନୋବୃତ୍ତିର ତାଡ଼ନାରେ ସେଇଦିନ ରାତିରେ ହିଁ ସେକ୍ସ ପ୍ରବଣତା ଚେଇଁ ଉଠିଥିଲା ଅନେକ ଦିନ ପରେ। କ'ଣ ବିଶେଷ ଭାବରେ ସଫଳ ହୋଇଥିଲା? କିନ୍ତୁ ମୋ ମନ ମହତ୍ତ୍ୱର ପରିଚୟ ହେଉଛି ଏଇ ଯେ ରତିସୁଖ ଉତ୍ତାରୁ ମୁଁ ପୁଣି ମୋର ନବଜାଗୃତ ଅବା ନବ ଆବିଷ୍କୃତ ବୈରାଗ ଭାବକୁ ଦୋହରାଇ ହେଲି। ସେତେବେଳକୁ ଯୁବତୀ ପତ୍ନୀ ଶୋଇପଡ଼ିଥିଲା। ସକାଳ ହୋଇ ଆସିଲା। ହଁ ସତେ ତ, ଆକାଶରେ ଚେନ୍ନାଏ ଜହ୍ନ ବି ଥିଲା। ହେଲେ ବଳରାମ ବାବୁ ମାନି ନେଇ ପାରିଲେ ନାହିଁ ଯେ ସେଇଠୁ ଆରମ୍ଭ ହେଲା ନା ବୈରାଗର ମାନସରୋବର ଅଛି ଆହୁରି ପଛକୁ। ଯେତେବେଳେ ନୀନା ଫିନା କେହି ଆସିନଥିଲେ ମୋ ଜୀବନରେ। ତାହେଲେ କେବେ? କୋଉ ଗୋଟାଏ ଝାପ୍ସା ପିଲାଦିନର ଖରାବେଳ। ବାପା ବୋଉ ସମେତ ସମସ୍ତେ ଘର ପରିବାର ଶୋଇପଡ଼ିଲେ ଶୋଇପାରୁ ନଥିଲି। ଏକୁଟିଆ ରାଉ ରାଉ ହେଉଥିବା କାଉକୁ, ଅସ୍ତବ୍ୟସ୍ତ ହେଉଥିବା ଗୁଣ୍ଡୁଚିକୁ ଏ ଘର କୋଣରେ ଜଗାଜଗି ହୋଇ ବସିଥିବା ବୋଧା ଅମୃତଭଣ୍ଡାମାନଙ୍କୁ, ବେଳେବେଳେ ଇତିହାସ ବହିର ପୃଷ୍ଠାରେ ଫୁଲ ଶୁଙ୍ଘୁଥିବା ରାଣୀଙ୍କୁ ହ୍ୟାଲୋ କହୁଥିଲି। ଆସ କଥାଭାଷା ହେବା ବୋଲି ଡାକୁଥିଲି। ଏବଂ ସେଇ କ୍ରମରେ ହଠାତ୍ ମନେ ହେଲା ଯେ ସେମାନେ ମୋତେ ପସନ୍ଦ କରୁନାହାନ୍ତି। କହୁଛନ୍ତି, ତୁ ତୁଚ୍ଛା ମଣିଷଟା। ତୁ କୋଉଠୁ ବୁଝିବୁ ଆମ ଭାଷା? ବୁଝିବୁ ଯଦି ଛାଡ଼ି ଛୁଡ଼ି ଦେଇ ଚାଲିଯା। ଘୁଙ୍ଗୁଡ଼ି ମାରୁଥିବା ବାପା, ଝାଳୁଆ ଘିମିରିଆ ପିଠି ଦେଖାଇ ପଡ଼ିଥିବା ଦନିଆ ଦାଁ, କୁନି ଭଉଣୀର ମୃତ ଶେଯର ଲେପ୍ଟାଇଟେଇଥିବା ବୋଉ, ମଣିଷଗୁଡ଼ାଙ୍କୁ ଛୁଟି ନେଇ ପଳେଇଆ। ଆଉ ମୋର ସତସତିକା ମନେ ହେଲା ପଳେଇ ଯିବି ସେଠିକି। ଖାଲି ଏଇକ୍ଷଣି ନୁହେଁ, ସବୁଦିନ ପାଇଁ। ଯେଉଁଠି ଏ ମଣିଷଙ୍କ ଅଦୌତି ନାହିଁ, ତାଙ୍କ ଗେଲଶୋକ ନାହିଁ କି ଗର୍ଜନ ନାହିଁ, ହୋମୱାର୍କ ନାହିଁ, ଭଗ୍ନାଂଶ ନାହିଁ, ଆକାଙ୍କ୍ଷା ନାହିଁ, କିଛି ନାହିଁ। ଅସଭ୍ୟ କ୍ଲାସ ପିଲା ବରଜୁ ନାହିଁ କି ପାଖ ଘର ମଉସାଙ୍କ ଝିଅ ଫୁଲେଇ ତଲି ନାହିଁ, କିଛି ନାହିଁ। ଧାତ୍, ନିଛକ ପିଲାଳିଆମି। ତା ଛଡ଼ା ଇଏ ଲେଉଟାଣି ନୁହେଁ, ପଳାୟନବାଦ। ବଳରାମ ବାବୁ ହସିଲେ। ଇଏ ନୁହେଁ। ସେଇଠୁ ନାତି ନନ୍ଦୁ ତାଙ୍କ ହାତରେ ଧରେଇ ଦେଇଥିବା ନାଲି ନାଲି ରବର ବଲ୍ଟାକୁ କୋଳରେ ଗୋଡ଼େଇ ପୁଣି ଗାଲରେ ଘଷି ବଳରାମ ବାବୁ ପୁଷ ମାସର ଉତୁରି ଆସୁଥିବା ସୁନେଲି ସତ୍ତାକୁ ସମ୍ବୋଧିତ କଲେ। ଭୁଲ। ବାଲ୍ୟର, ଯୌବନର ନା ମଧ୍ୟ ବୟସର କୌଣସି ଗୋଟିଏ ଘଟଣା କିମ୍ବା ଅନୁଭବରୁ ବୈରାଗ ଆସିନଥିଲା। ସାମାନ୍ୟରୁ ବଢ଼ି ବଢ଼ି ଯାଇ ଏତେ ଦୂର ଆସିଲାଣି। ତା ମଧ୍ୟ ନୁହେଁ। ବୈରାଗ ମୋର ଏଇ ଜୀବନ, ଯେଉଁଥିରେ ମରଣ ସାମିଲ ହୋଇଅଛି।
ପ୍ରତି ଏକ ଭିନ୍ନ ଧରଣ ଆଗ୍ରହ। ଜହ୍ନର ସେ ପାଖ ସୁନ୍ଦରକୁ ଦେଖିବାର ଲୋଭ, ଲିଭି ଯାଉଥିବା ଅଦୃଶ୍ୟ ହୋଇଯାଉଥିବା ମୁହଁଗୁଡ଼ିକୁ ଫେରେଇବାର ଆତୁରତା, ଯାହା ମୋର ଚେତନ ଜଡ଼ିତ ହୋଇଛି ଜନ୍ମ ହେଲା ଦିନୁ। ଲିଭି ଯାଉଥିବା ଅଦୃଶ୍ୟ ହୋଇଯାଉଥିବା ମୁହଁଗୁଡ଼ିକୁ ଫେରି ପାଇବାର ଆତୁରତା। ବଳରାମ ବାବୁ ସେଇ ଚିତ୍ରକଳ୍ପକୁ ଦୋହରେଇ ହେଲେ। ଏଭଳି ଅଜବ କଳ୍ପନା କୋଉଠୁ କେମିତି ଆସିଲା ବୋଲି ଭାବିବାକୁ ପଡ଼ିଲା ନାହିଁ। କାରଣ ତାଙ୍କୁ ଜଣାଅଛି ଯେ ତାଙ୍କର ଚିର ପରିଚିତ ସ୍ୱପ୍ନ ଅବଚେତନର ଝଲକ ପୁଣି ଆସି ଧରା ଦେଉଛି ତାଙ୍କ ହାତରେ। ଧୀରେ, ଅତି ଧୀରେ, ନହେଲେ ସେ ହାତଛଡ଼ା ହୋଇଯିବ। ହେମାଳ ଚାଲିଯିବ, ହାଲ୍ଲୋଳ ଚାଲିଯିବ, ଆତୁରତାର ବୁକୁଫଟା ବେଦନା ମଧ୍ୟ ଚାଲିଯିବ। ଗୋଟି ଗୋଟି କରି ଆଗେଇ ଯାଉଛନ୍ତି ସେମାନେ, ତାଙ୍କ ମୁହଁ ଦିଶୁନାହିଁ। ବାପା। ବେଳେବେଳେ ଆଉ ଜଣେ କିଏ ଗୋଟାଏ ଲମ୍ବା ଚଉଡ଼ା ହସୁଥିବା ଲୋକ ପାଖରେ ଠିଆ ହୋଇ ଦାନ୍ତ ଦେଖାଉଛନ୍ତି। କହୁଛନ୍ତି ତାଙ୍କ ମୁହଁ ଦିଶିବ ନାହିଁ। ଥରେ ସେ ଆଡ଼କୁ ଗଲେ ତ ଗଲେ। ସେଇଠୁ ମୁଁ ପାଟି କରି ଉଠିଲି। କହିଲି ମୁଁ ବି ଯିବି। କିନ୍ତୁ ମୋ ପାଦ ଚଳିଲା ନାହିଁ। ଆଉ ବାପା ଠୋ ଠୋ ହୋଇ ହସିଲେ। ମୁଁ ରାଗିଲି, ହାତ ମୁଠା କଲି, ଗୋଡ଼ ବାଡ଼େଇଲି, ଉହୁଙ୍କି ଉଠିଲି। କାହିଁକିନା ସୁଦୂର ସାମ୍ନାର ହେମାଳ ଯେତିକି ହେମାଳ ସେତିକି ହାଲ୍ଲୋଳ ଡାକୁଛି ମୋତେ। କହୁଛି ଆରେ ଆ, ଛି ଛି ଛେରୁଆଟା, ଆସିଲେ ସିନା ଦେଖିବୁ, ପାଇବୁ, ଦେଖିବୁ ମୁହଁଗୁଡ଼ିକ କେମିତି ପୁଣି ଦିଶି ଉଠୁଛି, ପୁରି ଉଠୁଛି। ତୋ ମୁହଁ, ତାଙ୍କ ମୁହଁ, ଅଣଲେଉଟାର ମୁହଁ, ଅଥଚ ମୋ ପାଦ ଚଳୁନାହିଁ, ଭୂଇଁରେ ଲାଖିଯାଇଛି। ହୁଏତ ସେ ପ୍ରଥମେ ଗୋଟାଏ ପିଲାଦିନିଆର ସ୍ୱପ୍ନ ଭାବେ ଆସିଥିଲା। ମାନୁଛି ଯେ ହୁଏତ ତା ପୂର୍ବରୁ ମୁଁ ପଣ୍ଡବମାନଙ୍କ ସ୍ୱର୍ଗାରୋହଣ କଥା ପଢ଼ିଥିଲି କିମ୍ବା ଶୁଣିଥିଲି। କିନ୍ତୁ ସେହି ସ୍ୱପ୍ନ କାହିଁକି ବାରମ୍ବାର ଫେରିଆସିଛି ମୋ ଚେତନାକୁ? ପ୍ରତିଥର ମୁଁ ତାକୁ ଉତ୍ତରର ନୂତନ ଓ ଗଭୀର ଦୃଷ୍ଟିରେ ଅନୁଧ୍ୟାନ କରିଛି, ତର୍ଜମା କରିଛି, ଫ୍ରଏଡ୍କୁ ତଡ଼ିଛି, ପରମହଂସଙ୍କୁ ଲୋଡ଼ିଛି। ସେ କଥା ଭିନ୍ନ। କିନ୍ତୁ ଛବି ଖଣ୍ଡକ କାହିଁକି ବସା ବାନ୍ଧିଛି ମୋ ଭିତରେ? କହୁନା, କୁହ। ଏଇଥିରୁ କ'ଣ ଜଣାପଡ଼ୁନାହିଁ ଯେ ସଂସାରକୁ ଛାଡ଼ିବାର ତଥା ଦିବ୍ୟ ଜୀବନକୁ ପାଇବାର ଲୋଭ ମୋର ସହଜାତ ପ୍ରବୃତ୍ତି? ଯେ ମୋ ପାଇଁ ବୈରାଗ ବହୁ ବିଳମ୍ବିତ ଅଭିସାର ଛଡ଼ା ଆଉ କିଛି ନୁହେଁ। ହେଇପାରେ ଯେ ଏହି ପ୍ରକାର ନିର୍ଣ୍ଣୟ ମଧ୍ୟ ତାଙ୍କ ପାଇଁ ନୂଆ ନୁହେଁ। କିନ୍ତୁ ଏଥର ସେ ବିଶେଷ ଭାବରେ କୃତକୃତ ହେଲେ ଯେ ପ୍ରକୃତରେ ପ୍ରମାଣ ମିଳିଯାଇଛି, ପୂରାପୂରି ମିଳିଯାଇଛି। ଧନ୍ୟବାଦ। ଏଥର ମୋତେ କେହି ଅଟକାଇ ପାରିବ ନାହିଁ। ପୁଅ ହେଉ, ବୋହୂ ହେଉ କି ଝିଅ ହେଉ। ତାଙ୍କର ନିଜ ଉପରେ ବିଶ୍ୱାସ ହେଲା ଯେ ସେ ଏଥର ସତସତିକା ଯିବେ। ବିଶ୍ୱାସ ଏତେ ବଳବତୀ ହେଲା ଯେ ତାଙ୍କର ଆଶଙ୍କା ହେଲା ନନ୍ଦୁ ସ୍କୁଲରୁ ଫେରିବା ପୂର୍ବରୁ ତାଙ୍କୁ ବାହାରିବାକୁ ପଡ଼ିବ। କିନ୍ତୁ ତାହେଲେ ଏ ବଲ୍ଟିକୁ ଛାଡ଼ିବାକୁ ହେବ। ପିଲାଟା ମୋତେ ବାରବାର କରି କହିଯାଇଥିଲା, ବଲ୍କୁ ସାବଧାନରେ ରଖିବ ତମ ପାଖେ ପାଖେ, ନହେଲେ କାଲୁଆ ପଡ଼ିଶା ଘର ଚଗଲା ଟୋକା ଆସି ସେଟାକୁ ନେଇ ଚାଲିଯିବ। ନା, ତା ହେବ ନାହିଁ। ତାକୁ ତା ନିଧି ଫେରାଇ ଦେଲା ପରେ ଯାଇ ଯୋଉ କଥା। ତା ଛଡ଼ା ଯିବା ପୂର୍ବରୁ ତାକୁ ଟିକିଏ ଗେଲ କରି ଯିବି ନାହିଁ। ମୁଁ ଜାଣେ ଯେ କେଇଟା ଦିନ ଭିତରେ ସେ ମୋତେ ଭୁଲିଯିବ। ତଥାପି ଆରମ୍ଭ ହେଲା। ଆପଣଙ୍କ ମୁରୁକି ହସାର ଏଇ ଅର୍ଥଟିକି ବୁଝିପାରୁଛି ଯେ ନାତି ମାୟାକୁ ସହଜେ ତୁଟାଇ ପାରୁନାହାନ୍ତି ବଳରାମ ବାବୁ। ସେଇଠୁ ଆସିବ ଗେହ୍ଲା ନାତୁଣୀ, ଦୂରରେ ଥିଲେ ମଧ୍ୟ ଗେହ୍ଲା। ସେଇଠୁ ବାରି ବଗିଚା, ଘରବାଡ଼ି, ଜମି ଜମା ଇତ୍ୟାଦି ମୋହ। କଥା ହେଉଛି ଯେ ତୁମ ଆମ ସଂସାରର ମଣିଷ ଯେତେ ହନ୍ତସନ୍ତ ହେଲେ ମଧ୍ୟ ମୁହଁ ମାଡ଼ି ପଡ଼ି ରହେ ଏଇ ସଂସାରରେ। ଏ ସାଦାସିଧା ସତ୍ୟଟିକୁ ଲେଖକମାନେ କେତେ ବାଗରେ କହି ଆସିଛନ୍ତି ଅନାଦି କାଳରୁ। ନୂଆ କ'ଣ ଅଛି ଏଥିରେ? କ୍ଷମା କରନ୍ତୁ, ଆପଣ ଆମ ବଳରାମ ବାବୁଙ୍କୁ ଜାଣନ୍ତି ନାହିଁ। ସେ ଧନ ସମ୍ପତ୍ତିରେ କେବେ ହେଲେ ଲାଖିଯାଇ ନାହାନ୍ତି। ତେଣୁ ସେଥିରେ ମୋହ ତାଙ୍କ ବାଟ ଓଗାଳି ପାରିବ ନାହିଁ। ଏ ବିଷୟରେ ଲେଖକ ନିଃସନ୍ଦେହ। ବାକି ରହିଲା ମଣିଷକୁ ନେଇ ମାୟା। ସେଥିରେ ସେ ବିଭିନ୍ନ ସମୟରେ ଲଟପଟ ହୋଇନାହାନ୍ତି ବୋଲି କହିହେବ ନାହିଁ। କିନ୍ତୁ ତାଙ୍କର ଭାଗ୍ୟ ଭଲ ଯେ ଜୀବନର ଏ ଅବସ୍ଥାରେ ପଙ୍କତକ ଶୁଖି ଠୋ ଠୋ ହୋଇ ଝଡ଼ିଗଲାଣି। ତାଙ୍କୁ ଜୋର କରି ଅଟକି ରଖିଲା ଭଳି କେହି ନାହାନ୍ତି ବର୍ତ୍ତମାନ। ମୁଖରା ପ୍ରେମଶୀଳା ପତ୍ନୀ 10 ବର୍ଷ ହେଲା ବିଦାୟ ନେଲେଣି। ବାପା ମାଆଙ୍କ କଥା ଛାଡ଼, ସେମାନେ ତ ଗଲେଣି କେବେଠୁଁ। ଯୋଡ଼ିଏ ଝିଅ, ସେମାନେ ନିଜ ନିଜ ସଂସାରରେ ସୁଖରେ ଅଛନ୍ତି। ପୁଅ ବୋହୂ ତାଙ୍କୁ ଯଥେଷ୍ଟ ସମ୍ମାନ କରନ୍ତି। ତେଣୁ ତାଙ୍କ ଲେଉଟାଣିକୁ ସେମାନେ ମୁଣ୍ଡପାତି ଗ୍ରହଣ କରିବେ ବୋଲି ଆଶା କରାଯାଏ। ଗେହ୍ଲା ନାତୁଣୀଟିଏ ବର୍ଷକର କଣ୍ଢେ। ତା କଥା ପଡ଼ିଛି କାହିଁକି? କେବଳ ନନ୍ଦୁ।
ସେ ଏମିତି କେଇଟା ଦିନ ଝୁରି ହେବ ତା ଜେଜକୁ। ତେଣୁ ବଳରାମ ବାବୁ କ'ଣ ଜକେଇ ଆସୁଥିବା ଦି ବୁନ୍ଦା ଲୁହକୁ ଅନାଶୟରେ ଥାଉ ବୋଲି କହିପାରିବେ ନାହିଁ? ନାତିକୁ ମାତ୍ର ଚୁମାଟିଏ ଦେଇ ଓ ତା ବଦଳରେ 3-4ଟା ପାଇ ମୋ ପାଥେୟ ପାଇଁ ଏଇ ଯଥେଷ୍ଟ ବୋଲି କହିପାରିବେ ନାହିଁ? ପାରିବେ। ବଳରାମ ବାବୁ ପାରିବେ ବୋଲି ମନେ ହେଲା। କାରଣ ନନ୍ଦୁ ସ୍କୁଲରୁ ଫେରିବା ପୂର୍ବରୁ ସେ ପୁଅ ବୋଉଙ୍କ ପାଖକୁ ବିଦାୟର ଚିଠିଟିଏ ଲେଖି ସାରିଥିଲେ ଓ ପୁଅ ତା କାମରୁ ଫେରିବା ପୂର୍ବରୁ ସେ ବ୍ୟାଙ୍କକୁ ଯାଇ ସଞ୍ଚିତ ଅର୍ଥ ଉଠାଇ ଆଣିସାରିଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ତତ୍ପରତା ଧନ୍ୟ କହିବ ଯେ ସେ ଗୋଟାଏ ଦିନ ଭିତରେ ସେ ନନ୍ଦୁ ନାଁରେ ଗୋଟାଏ ସଞ୍ଚୟ ସାର୍ଟିଫିକେଟ୍ କିଣି ବାକି ଟଙ୍କାରେ ଟ୍ରାନ୍ସଲଭ୍ ଚେକ୍ ମଧ୍ୟ କରିସାରିଥିଲେ ଆସନ୍ତା ଯାତ୍ରା ଏବଂ ଭବିଷ୍ୟତ ପାଇଁ। ତୁରୁତୁରିଆ ସଞ୍ଜର ରଙ୍ଗ ଆଲୁଅ ଜଗନ୍ନାଥ ହାଇସ୍କୁଲର ଢାଉଆ କାନ୍ଥ ଉପରେ ବୋଳି ହୋଇ ଏକ ଅଭିନବ ଏବଂ ଉଗ୍ର ଉଚ୍ଚାରଣ ସୃଷ୍ଟି କଲାବେଳକୁ କୃତକର୍ମା ବଳରାମ ବାବୁ ଘରକୁ ଫେରୁଥିଲେ ଏବଂ ମନକୁ ମନ ହସୁଥିଲେ, ଯାହାକୁ ଅଧିକ ଅଭିନବ କିନ୍ତୁ ଶାନ୍ତ ବୋଲି କୁହାଯାଇପାରେ, କାରଣ ତାହା ତାଙ୍କ ଓଠରୁ ଲିଭୁ ନଥାଏ ଏବଂ ସଂସାରରେ ଆତଯାତ ହେଉଥିବା ପ୍ରାଣୀମାନଙ୍କୁ କିଛି କହିଲା ପରି ମନେ ହେଉଥାଏ। ଆରେ ବାବୁ, ଲୋକେ ଲଙ୍କାରେ ମରନ୍ତୁ କି ପଞ୍ଜାବରେ କି କଳାହାଣ୍ଡିରେ, ତମେମାନେ ଏମିତି ଉତ୍ତେଜିତ ହେଉଛ କାହିଁକି? ପାଖକୁ ଆସିଲା ବଳରାମ ବାବୁ ବୁଝିଲେ ଯେ ସେମାନଙ୍କ ମରନ୍ତୁ ଆହୁରି ମରନ୍ତୁ ଏ ପ୍ରଚଣ୍ଡ ଅଭିମାନ ଭାରତୀୟ କ୍ରିକେଟ ପ୍ରତି ପ୍ରୟୋଗ କରାଯାଇଥିଲା। ଆହା, ମୁଁ ଜାଣେ ଯେ ଦିନଯାକ ଭାରି ଟୋକେ ମୁଣ୍ଡେଇ ଏବଂ ହୁଏତ ବିଶେଷ କିଛି ବିକ୍ରି ନ ହେବାରୁ ତୋର ମନ ଭଲ ନାହିଁ, ତେବେ ଏଭଳି ଏକ ସୁନେଲି ସନ୍ଧ୍ୟାକୁ ପାଇ ହସନ୍ତୁ ନାହିଁ ଟିକିଏ। ଭାଇ, ବ୍ରିଫକେସ୍ରେ ଧରି ଏମିତି ଧପାଲିଛ କାହିଁକି? ଘରେ ପହଞ୍ଚିବା ପାଇଁ ଟିକିଏ ଡେରି ହେଲେ ହେବ, ସେଥିରେ ଯାଏ ଆସେ କେତେ? ବଳରାମ ବାବୁ ଅପ୍ୟାୟିତ ହେଲେ ଯେ ଭଦ୍ରଲୋକ ଅଟକିଗଲେ ତାଙ୍କ ଅକୁହା କଥା ଶୁଣିଲା ପରି, କିନ୍ତୁ ସେ ପରକ୍ଷଣରେ ଅନୁମାନ କଲେ ଯେ ଭଦ୍ରଲୋକ କେଉଁ ବନ୍ଧୁ ଅବା ଶତ୍ରୁକୁ ହଠାତ୍ ଦେଖିବାକୁ ପାଇ କ'ଣ କରିବେ ବୁଝିପାରୁନାହାନ୍ତି। ବିଚରା ପିଲାମାନେ ହସୁଛ, ଭଲ କଥା, କିନ୍ତୁ ଏମିତି ହେଁ ହେଁ ଫେଁ ଫେଁ ହୁଅ ନାହିଁ। ଅଶ୍ଳୀଳତା ଭଲ ନୁହେଁ। ଆରେ ପୁଣି ଏ ମାଡ଼ଗୋଳ କାହିଁକି? କ'ଣ ହେଲା? ମୋଟ ଉପରେ ବଳରାମ ବାବୁଙ୍କ ଅଲିଭା ହସ ଜଗତବାସୀଙ୍କୁ ଜଣାଇ ଦେବାକୁ ଚାହୁଁଥିଲା ଯେ ତୁମେମାନେ ଇଚ୍ଛା କଲେ ମୋ ପରି ହୋଇପାରିବ। ମୃତ୍ୟୁରେ ବିଚଳିତ ହେବ ନାହିଁ, କାୟା କ୍ଳାସରେ ହାରିଯିବ ନାହିଁ, କୋଉଥିପାଇଁ ହେଲେ ଧଇଁ ସଇଁ ହେବ ନାହିଁ। ଏବଂ ଅଶ୍ଳୀଳତାର ପ୍ରଶ୍ନ ଉଠେ ନାହିଁ। କହିବି କି ମୋର ଆଜି କେତେ ଆନନ୍ଦ, କେତେ ଶାନ୍ତି, ଆଉ ମୁଁ ତାକୁ କେମିତି ଆଣିଦେଇଛି ଏଇ ଗୋଟାଏ ଦିନ ଭିତରେ। ଆଃ, ଜଣେ କେହି ମିଳନ୍ତା ନାହିଁ ଆଙ୍କ ଭିତରୁ ଯାହାଠାରୁ ମୁଁ ଏଇ ନବଲବ୍ଧ ଆନନ୍ଦ ହସଟିକୁ ସମ୍ପି ଦେଇ ମୋ ଆନନ୍ଦକୁ ଦ୍ୱିଗୁଣ କରିଦେଇ ପାରନ୍ତି। ତା ପରଦିନ ଟିକେଟ କଟା ସରିଲା। 10 ଦିନ ପରେ ନଭେମ୍ବର 20 ତାରିଖକୁ ରିଜର୍ଭେସନ୍ ମିଳିଲା। ସେଇଦିନ ଉପରବେଳା ଟ୍ରେନ୍ ଧରିବା କଥା। ସେଇଠୁ ଯାତ୍ରା ସୁର ଉତ୍ତରକୁ, ଆହୁରି ଉତ୍ତରକୁ, ଉତ୍ତରଣର ସୀମା ଛୁଇଁବା ଯାଏ। ଟିକେଟ କାଟି ସାରିଲା ପରେ ସେ ତାଙ୍କ ପୁଅ ବୋଉଙ୍କୁ ସ୍ୱଚ୍ଛନ୍ଦରେ କହିପାରିଥାନ୍ତେ ଯେ ମୁଁ ଚାଲିଲି। ସେମାନେ ହୁଏତ ତାଙ୍କୁ ଅଳ୍ପ ବହୁତ ପ୍ରଶ୍ନ କରି ପଚାରିଥାନ୍ତେ, ବାରଣ କରିଥାନ୍ତେ, କିନ୍ତୁ ଯଥା ସମୟରେ ତାଙ୍କର ମହତ୍ ଉଦ୍ଦେଶ୍ୟକୁ ମାନି ନେଇଥାନ୍ତେ। ହେଲେ ବଳରାମ ବାବୁ ଚୁପ୍ ହୋଇ ରହିଲେ ନବମ ଦିନ ଯାଏ। ତାର କାରଣ ସେ ଭାବିଲେ ଯେ ସେ ମଧ୍ୟ ଜଣେ ମୌଜିଆ ଲୋକ। ଆଜି ଅଛି, କାଲି ଚାଲିଯିବି ଯେ ଆଉ ଫେରିବି ନାହିଁ, ଏ ଚମକ ସୃଷ୍ଟି କରିବାର ଲୋଭକୁ ସେ ଦମନ କରିପାରିଲେ ନାହିଁ। କହିବି ବୋଲି ଅଟକାଇ ଦେଲେ ନିଜକୁ। ଯାଉନା, ଆଉ କିଛି ଦିନ, କ୍ଷତି କ'ଣ? କିନ୍ତୁ ସେ ତାଙ୍କ ବଢ଼ି ଉଠିଥିବା ସୁଖାମ ବୋଧକୁ କେତେ ଦୂର ଅଟକାଇ ଦେଇ ରଖିପାରିଥାନ୍ତେ? ତେଣୁ ପ୍ରଥମ ଦିନ ପରି ତାଙ୍କ ଓଠରେ ଅଲିଭା ହସର ପ୍ରକାଶ ନ ରଖିଲେ ସନ୍ଦେହ ହେଉଥିଲା ଯେ ନିଶରେ ସର ଲାଗିଛି, ପୁଷି ପେଟେ ଦୁଧ ପିଇ ଆସିଛି କେଉଁଠୁ। ବୁଢ଼ାଙ୍କୁ କ'ଣ କମ୍ ପାଇଛ? ଶ୍ୱଶୁରଙ୍କ ସାମ୍ନାରେ ସମୁଚିତ ଭକ୍ତି ଓ ସମ୍ଭ୍ରମର ପରାକାଷ୍ଠା ଦେଖାଇଲେ ମଧ୍ୟ ସ୍ୱଭାବ ଚପଳାମିତ୍ରା ମନେ ମନେ ଠିକ୍ ଏଇ ଭାଷାରେ ବଳରାମ ବାବୁଙ୍କର ଭାବବେଳା ଚେହେରା ଉପରେ ଟିପ୍ପଣୀ ଦେଉଥିଲେ। ବୁଢ଼ାଙ୍କର କିଛି ଘଟିଛି ନିଶ୍ଚୟ, କିନ୍ତୁ କ'ଣ ହେଲା? ଘରଟିଏ କରିନାହାନ୍ତି, ବିଶେଷ କିଛି ଅର୍ଥ ସଞ୍ଚି ନାହାନ୍ତି କି ସେ ଦିଗରେ ମନ ନାହିଁ। ଖାଇବା ପିଇବାର ବେଶଭୂଷାରେ ବି ସଉକ ନାହିଁ। ଖାଲି ନନ୍ଦୁ ସାଙ୍ଗରେ ଖେଳନ୍ତି, ଆଉ ଗଦା ଗଦା ବହି ପଢ଼ନ୍ତି। ତାହେଲେ କୋଉଥିପାଇଁ ସେ ଏମିତି ମସ୍ଗୁଲ୍ ଦେଖାଯାଉଛନ୍ତି ଆଜିକାଲି? କୋଉ ରୋମାଣ୍ଟିକ୍ ବହି ପଢ଼ି ଏ ଅବସ୍ଥା? ନାଇଁ ମ, ବୁଢ଼ା ପିଲାଟିକୁ ମିଛିମିଛିଆ ଚିଡ଼ାଇବାକୁ ମନ ହୁଏ। ବୋଧହୁଏ କୋଉ ନୂଆ ଶାଶୁଟିକୁ ଖୋଜି ଆଣିଲେଣି ମୋ ପାଇଁ ଆ ଭିତରେ।
କିନ୍ତୁ ସ୍ୱାମୀ ସର୍ବେଶ୍ୱରଙ୍କ ଆଗରେ ଏହି ପ୍ରକାର ଚପଳ ଉକ୍ତି କାମ ଦେଲା ନାହିଁ। ଅପରନ୍ତୁ ମନେ ହେଲା ଯେ ବାପାଙ୍କର ଏହି ନୂତନ ରୂପରେ ସେ ପ୍ରକୃତରେ ଚିନ୍ତିତ। କଥା କ'ଣ? ତେବେ ମିତ୍ରା ସେ ବିଷୟରେ ଆଉ ମୁଣ୍ଡ ଖେଳେଇଲେ ନାହିଁ। ଧରିନେଲେ ଯେ ୟାଙ୍କ ଘରେ ଆଉ ଯାହା ଥାଉ ନଥାଉ ରସବୋଧ ସେନ୍ସ ଅଫ୍ ହ୍ୟୁମର ଘୋର ଅଭାବ। ସର୍ବେଶ୍ୱର କେମିତି ଭଲା କହିଥାନ୍ତେ ଯେ ସେ ହୁଏତ ଚିନ୍ତିତ ନୁହନ୍ତି, କିନ୍ତୁ ଗୋଟାଏ ପିଲାଦିନର ସ୍ମୃତିକୁ ସହଜେ ବିଦା କରି ହେଉନାହିଁ। ବାପା ଏମିତି ଥରେ ହପ୍ତା ହପ୍ତା ଧରି ଅତି ସନ୍ତୋଷର ଭାବ ଦେଖାଇଥିଲେ, କିନ୍ତୁ ତା'ର ଭଲ ଫଳ କହିଲେ ହୋଇନଥିଲା। ବୋଉ ତା'ର କାରଣ ଆବିଷ୍କାର କରି କହିଲା, ଓ ଏଇଥିପାଇଁ? ବାପା କହିଲେ, ଇଏ ମୋ କବିତା। ବୋଉ କହିଲା, ସତେ? କବିତା ଲେଖିଲଣି କେବେଠୁ? କିଏ ସେ ଜଣେ ଶୁଣେ? ବାପା କହିଲେ। ବୋଉ କହିଲା, ଓ ଅତି ପିଲାଳିଆ ଓ କଦର୍ଯ୍ୟ ସେ ବଚସାର ଦୃଶ୍ୟ। ଅବଶ୍ୟ ସେଦିନର ବୋଉ ଥିବା ବେଳର ଟୋକା ବାପା ଓ ଆଜିକାର ବୋଉ ନଥିବା ବେଳର ବୁଢ଼ା ବାପାଙ୍କ ଭିତରେ ଆକାଶ ପାତାଳ ପ୍ରଭେଦ। ତେଣୁ ଆଶଙ୍କାର କାରଣ ନାହିଁ, କିନ୍ତୁ ସ୍ମୃତିର ଛାଇ ଲାଙ୍ଗୁଡ଼ ହଲଉଛି, ହସି ହେଉନାହିଁ। ନବମ ଦିନର ସନ୍ଧ୍ୟା। ବଳରାମ ବାବୁ ଦେଖିଲେ ଯେ ଆଉ ଡେରି କଲେ ଚଳିବ ନାହିଁ। ଏଥର ପୁଅ ବୋଉଙ୍କୁ ଟିକେ ଟିକେ କହିବାକୁ ପଡ଼ିବ। ସେଇଠୁ ବିଦାୟର ଲମ୍ବା ଚିଠିଖଣ୍ଡ। ଉଇଲ୍ କେଉଁଠି ଅଛି, ତା'ର କିଭଳି ଅର୍ଥ କରିବାକୁ ପଡ଼ିବ, ପୁରୁଣା ଡାଏରୀ ଚିଠି କବିତାମାନ କେଉଁଠି ଅଛି, ତାକୁ କେମିତି ସମ୍ପୂର୍ଣ୍ଣ ଭାବରେ ଜଳାଇ ଦେବାକୁ ପଡ଼ିବ ଇତ୍ୟାଦି ଅନେକ କଥା ଲେଖା ଅଛି ସେଥିରେ। ହାତକୁ ବଢ଼ାଇ ଦେଲେ କାମ ସରିଲା। ଅନ୍ତତଃ ଗୋଟାଏ ଦିନ ହାତରେ ରଖିବା କଥା, ଯେମିତିକି ସେମାନେ ଚିଠି ପଢ଼ିସାରି ଯାହା ପଚାରିବାରେ ଥିବ ପଚାରିବେ। ଝିଅମାନଙ୍କ ପାଖକୁ ଚିଠି ଲେଖା ସରିଛି, କାଲି ଲେଟର ବକ୍ସରେ ଗଳାଇ ଦେବି। ବାସ୍, ଆଉ କ'ଣ ରହିଲା? କିଛି ନାହିଁ। ନନ୍ଦୁକୁ କିଛି କୁହାଯିବ ନାହିଁ, କାହିଁକିନା ସେ ଛୋଟ ପିଲା। ଭାଷାରେ ସିନା କୁହାଯିବ ନାହିଁ, ପରିବାର ଭିତରେ କେବଳ ସେ ଜଣକ ବୁଝିବ। ଆମର ଶେଷ କୋଳାକଳି ଓ ଚୁମାର ଦିଆନିଆ ବୁଝିବ। ତା'ର ଦୁକୁ ଦୁକୁ କଅଁଳ ଚେତନାରେ ଲେଖି ହୋଇଯିବ, ଖାଲି ବିଦାୟ ବେଦନା ନୁହେଁ, ମୋର ଏଇ ଆନନ୍ଦ, ଯାତ୍ରା ସୁରୁ କରିବାର ମହା ଆନନ୍ଦ। ତେଣୁ ବଳରାମ ବାବୁ ନନ୍ଦୁକୁ ଖୋଜିବାକୁ ଗଲେ ଏବଂ ଦେଖିଲେ ସେ ଘର ପାଖ ପାର୍କରେ ଏକୁଟିଆ ହୋଇ ବସିଛି। ତାଙ୍କର ମନେ ହେଲା ସେ ଜାଣିଶୁଣି ନିଜକୁ ଏମିତି ଏକୁଟିଆ କରି ଦେଇଛି। ଜେଜେଙ୍କ ବିଦାୟ ବାର୍ତ୍ତାକୁ ଗୋଟିପଣେ ପାଇବ ବୋଲି ତା'ର ନିର୍ମଳ କଳା ସିଲଟ ଅପେକ୍ଷା କରି ରହିଛି। ସେଇଠୁ ସେ ପାର୍କର ଅଳ୍ପ କେତୋଟି ଭ୍ରାମ୍ୟମାଣ ଜନପ୍ରାଣୀଙ୍କୁ ଚମକେଇ ଦେଇ ଧାଇଁଗଲେ ନନ୍ଦୁ ପାଖକୁ। ତା'ର ପ୍ରତିରୋଧକୁ ଅସ୍ୱୀକାର କରି ତାକୁ ଟାଣି ନେଲେ, ଟେକି ଆଣିଲେ, ଗେଲା କଲେ ଇତ୍ୟାଦି ଏବଂ ତଦ୍ଦ୍ୱାରା ଯାହା କହିବାର କହିଗଲେ। ଦଶମ ଦିନ ତାଙ୍କର ମନକୁ ଆସିଲା ଯେ ନନ୍ଦୁ ଏତେ ପିଲା ନ ହୋଇ ଆଉ ଟିକେ ବଡ଼ ହୋଇଥିଲେ ସେ ତାକୁ ସାଙ୍ଗରେ ନେଇ ଉତ୍ତରକୁ ଯାଇ ପାରିଥାନ୍ତେ କି ତା' ସହିତ ସପ୍ତର କଥାବାର୍ତ୍ତା ହୋଇପାରିଥାନ୍ତେ। ଏ ବିଷୟରେ ନିଜକୁ ସ୍ପଷ୍ଟ କରିବା ଉଚିତ ବୋଲି ସେ ଭାବିଲେ ନାହିଁ। ଗନ୍ତବ୍ୟସ୍ଥଳରେ ପହଞ୍ଚୁଥିବାରେ ଡେରି ନାହିଁ, ସେଣିକି ଭିନ୍ନ ପନ୍ଥା। ତେଣୁ ବଳରାମ ବାବୁ ବିଦାୟ ବେଳର ସ୍ମୃତିକୁ ଦୋହରାଇ ଦେଲେ। ସତେକି ତା' ପାଇଁ ଦୁଆର ଖୋଲା ନଥିବ। ଆଉ କିଛି ସମୟ ପରେ। ଆଶ୍ଚର୍ଯ୍ୟ କଥା ଯେ ପୁଅ ବୋହୂ ଦିହିଁଙ୍କୁ ଦେଖି କାନ୍ଦିଥିଲେ ପ୍ରଥମେ ମୋର ନିର୍ଣ୍ଣୟ ଶୁଣିଲା ପରେ ଶେଷ ଦିନ ରାତିରେ। ବେଶ୍ ସଶବ୍ଦରେ କାନ୍ଦିଥିଲେ। ଭାଗ୍ୟ ଭଲ ଯେ ନନ୍ଦୁର ନିଦ ତୁଟିଲା ନାହିଁ ସେଥିରେ। ମୁଁ ମୋଟେ ଭାବିନଥିଲି ଯେ ମୋର ମୌନମୁହାଁ ପ୍ରଶାସକ ପୁଅ ଓ ବୁଦ୍ଧିମତୀ ବିଚକ୍ଷଣ ବୋହୂ ଦିହେଁ ଏମିତି ଭାଙ୍ଗି ପଡ଼ିବେ। ମୁଁ ତାଙ୍କୁ ହସି ହସି ବୁଝାଇଲି ଯେ ମୁଁ ରୁଷି କରି ଚାଲିଯାଉ ନାହିଁ କୁଆଡ଼େ। ସ୍ୱଇଚ୍ଛାରେ ଆତ୍ମାର ଶାନ୍ତି ପାଇଁ ସଂସାର ଛାଡ଼ିବାକୁ ପଡ଼ୁଛି। ଆଶ୍ୱାସନା ଦେଲି ଯେ ମୁଁ ପୂରାପୂରି ବିଚ୍ଛିନ୍ନ ହେବାକୁ ଚାହେଁ ନାହିଁ। ଆପାତତଃ ମଝିରେ ମଝିରେ ଚିଠି ଦେବି। ହଠାତ୍ କେବେ ଝଡ଼ ପରି ଆସି ପହଞ୍ଚିଯିବା ମଧ୍ୟ ବିଚିତ୍ର ନୁହେଁ। ଆଉ ଥରେ କାନ୍ଦିଲେ ପ୍ଲାଟଫର୍ମରେ, ଅବଶ୍ୟ କେବଳ ଲୁହ ପୋଛିଲା ପରି। ବୋହୂ ଅଯଥାରେ ପଚାରିଲା, ଆପଣ କ'ଣ ଦିଲ୍ଲୀରେ ରହିବେ ଏକ୍ଷଣି? ମୁଁ କହିଲି, ଆଜି ଅବା କାଲି କେଉଁଠି ରହିବି ବଡ଼ କଥା ନୁହେଁ। ଯିବି ଉତ୍ତରକୁ, ଏକଦମ୍ ଉତ୍ତରକୁ। ଆଉ କ'ଣ କହିପାରିଥାନ୍ତି? ପରିବେଶ ହାଲୁକା କରିବା ପାଇଁ ଯୋଡ଼ିଦେଲି, ଚିନ୍ତା ନାହିଁ। ବୋଉ ଯଥେଷ୍ଟ ଗରମ ସ୍ୱେଟର ବୁଣି କରି ଦେଇଛି ମୋ ପାଇଁ। ସେଇଠୁ ତା' ଲୁହଧୁଆ ମୁହଁରେ ହସ ଫୁଟି ଉଠିଲା। ବୋହୂଟି ଆମର ଶ୍ୟାମା ହେଲେ କ'ଣ ହେବ? ସୁନ୍ଦରୀ ନୁହେଁ କି? ନୀନା ଅବଶ୍ୟ ଗୋରୀ ତଥା ସୁନ୍ଦରୀ ଥିଲା। ସେ ମୋ ଭିତରେ ମନର ଭାଷା ପଢ଼ିପାରେ ନାହିଁ, ସେ କଥା ଭିନ୍ନ। ଦୁଃଖର ବିଷୟ, ମୁଁ ତାକୁ ପଢ଼ିବାକୁ ବସିଲେ ମଧ୍ୟ ସେ ଶୁଣିବାକୁ ଚାହେଁ ନାହିଁ। ବେଳେବେଳେ ରାଗିଯାଏ ମଧ୍ୟ। କିନ୍ତୁ ସେ ମୋତେ ଅତ୍ୟନ୍ତ ଭଲ ପାଉଥିଲା, ଏଥିରେ ସନ୍ଦେହ ନାହିଁ। ସେ ବଞ୍ଚିଥିଲେ ତା' କାନ୍ଦ କ'ଣ ଏତିକିରେ ସରିଯାଇଥାନ୍ତା? ନା ସେ ମୋତେ ସହଜରେ ଯିବାକୁ ଦେଇଥାନ୍ତା? ଏକାଧାରରେ ବନ୍ଧନ ଓ ପଳାୟନର ସୁଖ ତାଙ୍କ ମନକୁ ଆସିଲା। ମୁଁ ଏତେ ଦିନକେ କଲି ଯାହା କରିବାକୁ ଚାହିଁଥିଲି।
କେହି ମୋତେ ଅଟକାଇ ପାରିଲେ ନାହିଁ। ଅଟକାଇ ପାରିନଥାନ୍ତେ। ସେମାନେ କାନ୍ଦିଲେ ସିନା, ମୋ ଆଖିର ଟୋପାଏ ଲୁହ ଝରି ନଥିଲା। ଏଇଆକୁ କହନ୍ତି ପୁରୁଷ ପଣିଆ। ନିନା ଉପରେ ଥୁଆଇ ଦେଖୁଥିବ ମୋ କାରବାର, ତାର ଦେଖିବା ଉଚିତ। ଗାଡ଼ିର ଗତି ଧିମେଇ ଗଲାଣି। ବଳରାମ ବାବୁ ବିଛଣାପତ୍ର ସମେତ ସ୍ମୃତିମାନଙ୍କୁ ଗୋଟାଇ ଆଣିଲେ। ଛାଡ଼, ଏଣିକି ଭିନ୍ନ କଥା। ଯଦିଓ ଝରକା ବାଟେ ଯାହା ସବୁ ଦିଶି ଯାଉଥିଲା ତାକୁ ଭିନ୍ନ ଦେଶ ବୋଲି କୁହାଯିବ ନାହିଁ। ଏସବୁ ଜକାଜକି ଖପରଳି ଘର, କାଦୁଅ ଲଟପଟ ହେଉଥିବା ମଇଁଷିଙ୍କ ଦଳ, ବିଭିନ୍ନ ଚୂର୍ଣ୍ଣମଲବର ବିଜ୍ଞାପନ, ଟମଟମ ଘୋଡ଼ାଗାଡ଼ି, ଧଳା ମଇଳା ଶାଢ଼ୀ ଉପରେ ନାଲି ଓଢ଼ଣୀ ଏବଂ ଦୂରରେ ଥିବା ଗଙ୍ଗା ଗୋଳିଆ ଗଙ୍ଗା, କେଉଁଟା ଅଜଣା ଅଛି ନା ୟା ଭିତରୁ? ପାଟଣା ଜଙ୍କସନ୍। ଗାଡ଼ି ପ୍ଲାଟଫର୍ମରେ ଆସି ଠିଆ ନ ହେଉଣୁ ବଳରାମ ବାବୁ ଓହ୍ଲାଇ ଆସିବା ପାଇଁ ତରତର ହେଲେ। କିନ୍ତୁ ଏମିତି କନକନ ହେଉଛନ୍ତି କାହିଁକି? କାହାକୁ ଖୋଜୁଛନ୍ତି ନା କାହାଠୁ ଲୁଚିଛନ୍ତି? ମୁଁ ଜାଣେ ଯେ ବଳରାମ ବାବୁଙ୍କ ବିଚିତ୍ର ବ୍ୟବହାରକୁ ବୁଝେଇ ବସିବା ପୂର୍ବରୁ ଆପଣ ମୋ ଆଡ଼କୁ ବିଚିତ୍ର ଦୃଷ୍ଟିରେ ଚାହିଁବେ। ରାଗିଲା ପରି କହିବେ, ପାଟଣା ଜଙ୍କସନ୍, ଏଇ ହେଉଛି ତୁମର ଉତ୍ତର? ତହୁଁ ଉତ୍ତରଣ? ମହାଯାତ୍ରାର ଗୀତ ଗାଇ ଗାଇ ଆମକୁ ଏମିତି ଠକାଇବାକୁ ଥିଲା? ପେଡ଼ିରେ ପୂରାଇ ରଖ ତୁମ ନାୟକ ବଳରାମ ବାବୁଙ୍କୁ। ଏଭଳି ଏକ ଭେଜାଲ ଚରିତ୍ର ବିଷୟରେ ଆମେ କିଛି ଶୁଣିବାକୁ ଚାହୁଁନାହୁଁ। ରହନ୍ତୁ, ଆମ ବଳରାମ ବାବୁ ଭେଜାଲ ନୁହନ୍ତି। ବିଶ୍ୱାସ କରନ୍ତୁ ଯେ ହିମାଳୟ ତାଙ୍କର କଳ୍ପିତ ତଥା ନିର୍ଦ୍ଦିଷ୍ଟ ଦିଗ। ତାରି ପାଦଦେଶରେ ଜଣେ ବିଦ୍ୱାନ ଏବଂ ଆଧୁନିକ ସନ୍ନ୍ୟାସୀ ଅଛନ୍ତି। ତାଙ୍କ ନାଁ ପ୍ରଭାତ ଚନ୍ଦ୍ର। ତାଙ୍କ ସହିତ ଦେଖା ହୋଇଥିଲା ଦିଲ୍ଲୀରେ ଅନେକ ବର୍ଷ ପୂର୍ବେ। ଆଳାପ ଆଲୋଚନା ହୋଇଥିଲା ଏବଂ ତାଙ୍କ ସ୍ୱପ୍ନରେ ନିଜକୁ ସାମିଲ କରିବାକୁ ଭଲ ଲାଗିଥିଲା। ମନେ ହୋଇଥିଲା ଯେ କେବଳ ସେ ଏଇ ଲୋକଟି ତାଙ୍କୁ ନେଇଯାଇପାରିବ ତାଙ୍କର ନିଜସ୍ୱ ସ୍ୱପ୍ନ ପାଖକୁ, ହାଲୋଳ ଓ ହେମାଳ ଭିତର ଦେଇ ଉତ୍ତରକୁ, ଯେଉଁଠି ସେ ଦୂରେଇ ଲିଭି ଯାଉଥିବା ମୁହଁମାନଙ୍କୁ ଦେଖିବେ ଆଉ ପାଇବେ, ଆଉ କହିବେ, ନାଇଁ ନାଇଁ ନାଇଁ, ତମେ ଅଛ, ମୁଁ ଅଛି, ଆମେ ସମସ୍ତେ ଅଛୁ ସବୁଦିନ ପାଇଁ। କିନ୍ତୁ କଥା ହେଲା କ'ଣ କି, ଦିଲ୍ଲୀ ଅଭିମୁଖୀ ଟ୍ରେନରେ ଟିକେଟ୍ କାଟିଲା ବେଳକୁ ତାଙ୍କ ମୁଣ୍ଡରେ ପଶିଲା ଯେ ଉତ୍ତରାୟଣ ଅଧା ବାଟରେ ପାଟଣା। ସେଇଠି ଦିନେ ଦୁଇ ଦିନ ଅଟକି ଗଲେ ମନ୍ଦ ହେବ ନାହିଁ। ପୋଷ୍ଟ ଗ୍ରାଜୁଏଟ୍ ଦିନର ପାଟଣା, ଦେବିକା ମିଶ୍ରର ପାଟଣା। ଦେବିକା? ଆପଣ ବୋଧେ ହୋ ହୋ ହୋଇ ହସି ଉଠିବେ। କହିବେ ଯେ ବଳରାମ ବାବୁ କାଞ୍ଚନକୁ ଲୋଭେଇ ନାହାନ୍ତି। ଭଲ, କିନ୍ତୁ ଏ କାମିନୀ ମଣିକୁ କେଉଁଠି ଲୁଚାଇ ରଖିଥିଲେ ଆଜି ଯାଏଁ? ନୀନା ଦେବୀ ବଞ୍ଚିଥିବା ଯାଏଁ ସାହସ ହେଲା ନାହିଁ। ପୁଅ ବୋହୂଙ୍କ ସଂସାରରେ ମଧ୍ୟ ଶଙ୍କିଗଲେ। ଶେଷକୁ ଏ ଲେଉଟାଣି ବେଳକୁ ମନେ ପଡ଼ିଲା, ଆଉ ସମ୍ଭାଳି ହେଲା ନାହିଁ। ଭୁଲ ଭୁଲ, ଆପଣଙ୍କ ଅନୁମାନ ସ୍ୱାଭାବିକ, କିନ୍ତୁ ଉତ୍ତର ସର୍ବସାଧାରଣ। ମୁଁ ପୁଣି ଥରେ କହୁଛି ଯେ ବଳରାମ ବାବୁ ରାମା ଦାମାଙ୍କ ପରି ନୁହନ୍ତି। ଦେବିକା ମିଶ୍ର ନାରୀମୂର୍ତ୍ତି ହୋଇପାରେ, କିନ୍ତୁ ସେ କେବେ ହେଲେ ବଳରାମ ବାବୁଙ୍କର କାମିନୀ କିମ୍ବା କାମିନୀ ଜାତୀୟ ବାନ୍ଧବୀ ହୋଇନଥିଲା। ପ୍ରଥମ କଥା, ସେଥିପାଇଁ ଆବଶ୍ୟକୀୟ ନ୍ୟୂନତମ ରୂପ ନଥିଲା ତା ପାଖରେ। ଶ୍ୟାମାରୁ ଭଳି ଶ୍ୟାମା ପୃଥୁଳପଣରେ ସରିଛି। ଫାପୁଲା ଓଠ, ହୁଏତ କଥା କହିଲା ବେଳେ ପାଟି ଲାଗିଲାରୁ ପିଲାଳିଆ, ତେଣୁ କୌତୁକିଆ ମନେ ହୁଏ ବେଳେବେଳେ। ତା ସାଙ୍ଗକୁ ତାର ପ୍ରଶସ୍ତ ଆଖି ଦିଟା କ୍ଷତିପୂରଣ କଲା ପରି ଆହୁରି ଉଜ୍ଜ୍ୱଳ ହୋଇଉଠେ। କିନ୍ତୁ ତା ବୋଲି କ'ଣ ବଳରାମ ବାବୁ କେବେ ହେଲେ ତା ଆଖି କିମ୍ବା ଓଠ ସହିତ ନିକଟ ସମ୍ପର୍କ ଯୋଡ଼ିବାକୁ ଚାହିଁଛନ୍ତି? ନା। କିନ୍ତୁ ସେ ତା ପାଖରେ ଘଣ୍ଟା ଘଣ୍ଟା ଧରି ଲାଇବ୍ରେରୀରେ, ସେଇଠୁ ତାର ପଢ଼ାଘରେ ବସିଛନ୍ତି ଏବଂ ତାର ଖନିକଥାର ଉଚ୍ଛ୍ୱାସକୁ ପିଇ ଯାଇଛନ୍ତି। କାରଣ ସେ କହୁଥିଲା ଆତ୍ମାର କଥା, ଅତୀନ୍ଦ୍ରିୟ ଆବେଗର କଥା, ଯେଉଁଥିରେ ଇତିହାସ ପାଠ, ଆସନ୍ତା ପରୀକ୍ଷା ହେବା ସହପାଠୀମାନଙ୍କୁ ନେଇ ଗତାନୁଗତିକ ଟିପ୍ପଣୀ ନଥିଲା। ଦେହ ଯୌବନର ସାମାନ୍ୟତମ ସ୍ଫୁରଣ ନଥିଲା। ଖାଲି ଥିଲା ପରି ଲାଗୁଥିଲା ବେଦାନ୍ତର ସ୍ପର୍ଶ, ବିବେକାନନ୍ଦଙ୍କ ଆଶୀର୍ବାଦ, ଦିନେ ନା ଦିନେ ପହଞ୍ଚିବାର ପ୍ରତିଶ୍ରୁତି। ତା ଛଡ଼ା ସେ ବଳରାମ ବାବୁଙ୍କ ଦେହାତୀତ ମିଷ୍ଟିକ୍ କବିତା ପଢ଼ି ଖୁସି ହେଉଥିଲେ। ତାରି ଦ୍ୱାରା ଅନୁପ୍ରାଣିତ ହୋଇ ବଳରାମ ବାବୁ ତାଙ୍କ ସାଂସାରିକ ଜୀବନରେ କାଁ ଭାଁ କବିତା ଲେଖିଛନ୍ତି ଲୁଚେଇ ଲୁଚେଇ। ସେଥିରୁ ଗୋଟିଏ ନୀନାର ଆଖିରେ ପଡ଼ିଲାରୁ ସେ ତାର ପ୍ରତୀକ ଚିତ୍ରକଳ୍ପରେ ଦେବିକାର ଛାୟା ପଡ଼ିଥିଲା ବୋଲି କହିହେବ ନାହିଁ। ବୁଝିପାରିଲା ନାହିଁ, ମିଛୁଟାରେ ରାଗିଲା। ଛାଡ଼ନ୍ତୁ ସେ କଥା। କିନ୍ତୁ ଆଜି ଲେଉଟାଣିର ସ୍ୱର୍ଗ ଲୋଡ଼ିଲା ବେଳକୁ ବଳରାମ ବାବୁଙ୍କର ମନେ ପଡ଼ିଲା ସେ କଥା, ଓ ସେ ଭାବିଲେ ଯେ ସେଇ ଏକା ବୁଝିବ। ତାରିଠାରେ ମୁଁ ମୋର ନଲବ୍ଧତା ଆନନ୍ଦକୁ ସମ୍ପି ଦେଇ ପାରିବି, ତାକୁ ଦ୍ୱିଗୁଣା କରିଦେବି। ସେଇଥିପାଇଁ ସେ ପାଟଣାରେ ଅଟକି ଗଲେ। ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ଅବଶ୍ୟ ସେ ପୁଅ ବୋହୂଙ୍କୁ ଏକଥା କହିପାରି ନଥିଲେ।
କହିବେ କେମିତି? ମୋ ବେଳର ଲୋକେ ବୁଝିଲେ ନାହିଁ, ମୋ ନିଜ ସ୍ତ୍ରୀ ବୁଝିପାରିଲା ନାହିଁ, ଆଉ ଆଶା କରିବେ ଆଧୁନିକ ଯୁଗର ଏଇମାନଙ୍କଠାରୁ? ଏପରି ଭାବ ତାଙ୍କ ମନକୁ ଆସିବା ସ୍ୱାଭାବିକ। ଟ୍ରେନ୍ରୁ ଓହ୍ଲାଇଲା ବେଳେ ସେ କାହିଁକି ଏମିତି କନକନ ପୁଣି ଚଙ୍ଗଚଙ୍ଗ ହେଉଥିଲେ? ଏଇ ଅସ୍ଥିରତାର କାରଣ କ'ଣ କରିବାକୁ ପଡ଼ିବ? ନା କିଓ ଦୀର୍ଘ 40 ବର୍ଷ ପରେ ଗୋଟିଏ ଝିଅ ଧରିବାକୁ ଚାହିଁଲେ ମନଟା କ'ଣ ସିଧା କାମ କରିବ? ଆଶଙ୍କା ହେବ ନାହିଁ ଯେ ମୁଁ ସେଇ ପାଟଣା ବେଳର ଟୋକା ନୁହେଁ। ମୁଁ ସେଦିନର ସ୍ମୃତିରୁ କିଛିଟା ନେବି ଏବଂ ପାଇବି ବୋଲି ବସିଛି। ଏ ଅତି ବିଶିଷ୍ଟ ଆବେଗ କ'ଣ ମୋ ଚେହେରାରୁ ଫୁଟି ଉଠିଛି? କେହି ଚିହ୍ନା ଲୋକ ଚିହ୍ନୁଛି କି ମୋତେ? ପହିଲେ ପହିଲେ କେଇଟା ବର୍ଷ ନବବର୍ଷ ଶୁଭେଚ୍ଛାର ଦିଆନିଆ ହୋଇଥିଲା, କିନ୍ତୁ କାଳେ କିଏ କ'ଣ ଭାବିବ ବୋଲି ବଳରାମ ବାବୁ ପ୍ରଥାଟିକୁ ବନ୍ଦ କରିଥିଲେ। ତାପରେ ଆଉ କିଛି ନାହିଁ। କିନ୍ତୁ ଏଇ 6-7 ମାସ ପୂର୍ବରୁ ଆକସ୍ମିକ ଭାବରେ ଜଣେ ପାଟଣା ସହପାଠୀ ସାଙ୍ଗରେ ଦେଖାହେଲା। ତାରିଠାରୁ ସବୁ ଖବର ମିଳିଲା ଯେ ଦେବିକା ମିଶ୍ର ଜଣେ ବଡ଼ଲୋକର ପୁଅକୁ ବିବାହ ହୋଇଥିଲା, ହେଲେ ଅଳ୍ପ ଦିନ ଭିତରେ ସେମାନେ ଅଲଗା ହୋଇଗଲେ। ବଡ଼ଲୋକ ପୁଅ ଜାଣିବା ଉଚିତ ଥିଲା ଯେ ଦେବିକା ଘରକରଣା ଜୀବ ନୁହେଁ। ବଳରାମ ବାବୁ ମୁଣ୍ଡ ଟୁଙ୍ଗାରିଲେ। ସେଦିନଠୁ ସେ ବାହା ହୋଇନାହିଁ। ଠିକ୍ କରିଛି। ଖୋ ଆର୍ଯ୍ୟବର୍ତ୍ତ ହାଇସ୍କୁଲରେ ପ୍ରିନ୍ସିପାଲ ହୋଇଥିଲା। ବିଦ୍ୟାଦାନ ହିଁ ସବୁଠାରୁ ସୁହାଇବ ତାକୁ। ରିଟାୟାର କଲା ପରେ ପିଲାଙ୍କୁ ପଢ଼ାଉଛି। କେବଳ ଇତିହାସ ନୁହେଁ, ଆହୁରି କେତେ କ'ଣ ବେଦାନ୍ତର କଥା ତମେ ତାର ଭେଦ ପାଇବ ନାହିଁ। ବଳରାମ ବାବୁ ବେଶ୍ ଜୋରରେ ମୁଣ୍ଡ ଟୁଙ୍ଗାରିଲେ। ବାଙ୍କିପୁରରେ ମେଡ଼ିକାଲ କଲେଜ ପାଖ ଗୋଟାଏ ଗଳି ଅଛି। କ'ଣ ତା ନାଁଟି? କୋଉବାନା ଷ୍ଟ୍ରିଟ୍। ଇଟା ରଙ୍ଗର କୋଠା। ଟ୍ରେନ୍ରୁ ଓହ୍ଲାଇ ବଳରାମ ବାବୁ ଗୋଟିଏ ସାଇକେଲ ରିକ୍ସା ଧରି ଚାଲିଥିଲେ ସେଠିକି। ମେଡ଼ିକାଲ କଲେଜ ପାଖରେ ଥିବା କୋଉ ବାନାର୍ଜୀ ଷ୍ଟ୍ରିଟ୍ ଇଟା ରଙ୍ଗର କୋଠା ମିଳିଯିବ ନାହିଁ? ନିଶ୍ଚୟ ମିଳିଯିବ। ଯଦିଓ ରିକ୍ସାବାଲା କିଛି କହିପାରୁନାହିଁ ଭଲ ଭାବରେ। ବେଶ୍ ବୁଢ଼ୀ ହୋଇଯିବଣି ଏଇକ୍ଷଣି। କିନ୍ତୁ କ'ଣ ସେମିତି ମୋଟି ଥିବ, ସେମିତି ପାଟି ଲାଗୁଥିବ, ମୋତେ ଦେଖି କାବା ହୋଇଯିବ, ଆହୁରି କାବା ହେଇଯିବ। ଯେତେବେଳେ ଜାଣିବ ମୁଁ କୋଉଥିପାଇଁ ଆସିଛି, କୁଆଡ଼େ ଆସିଛି, ମୁଗ୍ଧ ହେବ ଏବଂ ଗଦ୍ଗଦ୍ ହେବ ଯେ ମୁଁ ତା କଥା ମନେ ରଖିଛି। ମୁଁ ଆସିଛି ଖାସ୍ ତାକୁ ଜଣାଇବା ପାଇଁ। ଏହି ପ୍ରକାର ଭାବନାରେ ଉଦ୍ବେଳିତ ହୋଇ ବଳରାମ ବାବୁ ପାଟଣା ସହରର 100 ଗୁଣ ବଢ଼ିଯାଇଥିବା ଧୂଳିଧୂଆ ଘୋ ଘା ଗାଡ଼ି ଘୋଡ଼ା, ଇନକିଲାବୀ ଶୋଭାଯାତ୍ରା, ପୋଷ୍ଟର, ବିଜ୍ଞାପନ ଆଦିକୁ ଲକ୍ଷ୍ୟ କଲେ ମଧ୍ୟ ସେଥିରେ ବିସ୍ମିତ ହେଲେ ନାହିଁ। ତାକୁ ଗୋଟାଏ କଥାରେ କାଟିଦେଲେ। କୋଳାହଳ, ସ୍ୱାର୍ଥର କୋଳାହଳ। ପାଟଣା ଅତୀତରେ ଲନ୍, ରିଜେଣ୍ଟ, ସିନେମା, ପିଣ୍ଟୁ ହୋଟେଲ, ଦରଭଙ୍ଗା କାଳୀ ଇତ୍ୟାଦିରେ ଜଡ଼ିତ ଅନାବଶ୍ୟକ ସ୍ମୃତିମାନଙ୍କ ମଧ୍ୟରେ ଘୋଡ଼ାଇ ଦେଲି। ଚନ୍ଦୁ ବାନାର୍ଜୀ ଲେନ୍। ନା ନା, ମୋର ଷ୍ଟ୍ରିଟ୍ ଦରକାର ଲେନ୍ ନୁହେଁ। ବୁଲେଇନେ ଧାତ୍, ଇଏ ନୁହେଁ। ଏଠି ଯେତେକ ବାଜେ ଧରଣର କୋଠା। ଇଟା ରଙ୍ଗର କଟେଜ ନାହିଁ? ଆଜ୍ଞା, ଏଇ ତ ଇଟା କୋଠା। ପଲସ୍ତରା ହୋଇନାହିଁ। ଇଟା କୋଠା ନୁହେଁ ବୁଡ଼ବକ୍, ଇଟା ରଙ୍ଗର କୋଠା। ଯାହା ହେଉ ବଳରାମ ବାବୁ ପ୍ରକାଶରେ ଗାଳି ଶୁଣାଇବାର ଗ୍ଳାନିରୁ ରକ୍ଷା ପାଇଗଲେ। ନାଟୁ ବାନାର୍ଜ ଷ୍ଟ୍ରିଟ୍ରେ ସେହି ପ୍ରକାର ଗୋଟିଏ ଘର ସାମ୍ନାରେ ଓହ୍ଲାଇ ପଚାରିଲା ବେଳକୁ ଉତ୍ତର ମିଳିଲା, ଆଜ୍ଞା ହଁ, ଏଇ ହେଉଛି ଡକ୍ଟର ଦେବିକା ମିଶ୍ରଙ୍କ ଘର। ଶୁକ୍ଳ କେଶ, ନନହକା ଚେପ୍ଟା ନାକ, ଛୋଟ ପାଟି, ଛୋଟ ଅଥଚ ଗହୀରିଆ ଭାବୁକ ଆଖି ପାଇଥିବା 65 ବର୍ଷର ବୁଢ଼ାଟିଏ ହସିଦେଲେ। ସେ ହସଟି ଯେ ଅଧିକ ମଧୁର ମନେ ହେବ ଏଭଳି କୌଣସି କାରଣ ନାହିଁ। କିନ୍ତୁ ବଳରାମ ବାବୁଙ୍କ ଓଠରେ ଯେଉଁ ସ୍ମିତହାସ ଫୁଟିଥିଲା, ବର୍ତ୍ତମାନ ତାକୁ ଦେଖି ଉତ୍ତର ଯୋଗେଇଥିବା ଚାକର ପିଲାଟିର ପାଟି ମେଲା ହୋଇଗଲା। ତା ମନରେ କେଉଁ ପ୍ରକାର ଗୋଳମାଳିଆ ଭାବନା ଜାତ ହେଲା ଭଗବାନ ଜାଣନ୍ତି। କିନ୍ତୁ ସେ ପରବର୍ତ୍ତୀ ଆବଶ୍ୟକୀୟ ଖବର ଦେବାରେ ହେଳା କରିଦେଲା। ସେତେବେଳକୁ ବଳରାମ ବାବୁ ସାମାନ୍ୟ ପତ୍ର କାଢ଼ି ଆଣିଲେ ରିକ୍ସାରୁ ଏବଂ ଖଣ୍ଡେ ଦୂର ଆଗେଇ ଗଲେଣି ହତା ଭିତରକୁ। ସେଇଠୁ ଯାଇ ସେ କହିବାକୁ ସାହସ ପାଇଲା, ଆଜ୍ଞା, ସେ ନାହାନ୍ତି। କୁଆଡ଼େ ଯାଇଛନ୍ତି? ଦକ୍ଷିଣକୁ। କୋଉ ଦକ୍ଷିଣକୁ? ଏକଦମ ଦକ୍ଷିଣକୁ, ମାଡ୍ରାସର ଆହୁରି ଆଗକୁ। ନିଷ୍ଫଳ ପ୍ରଶ୍ନୋତ୍ତର ଏମିତି ଚାଲିଥାନ୍ତା କେଉଁ ଯାଏ କେଜାଣି। ଭାଗ୍ୟକୁ ଏ ସମୟରେ ଜଣେ ଚାଦର ଘୋଡ଼ାଇ ହୋଇଥିବା, 2 ଦିନରୁ ରୁଢ଼ ଛାଡ଼ିଥିବା, ମାର୍କାମରା ବିଦ୍ୟାର୍ଥୀ ପରି ମନେ ହେଉଥିବା ଯୁବକ ଘରୁ ବାହାରି ଆସିଲେ ଓ କଥାଟାକୁ ସ୍ପଷ୍ଟ କରିଦେଲେ। କହିଲେ ଯେ ମାସେ ହେଲାଣି ମ୍ୟାଡାମ୍ ଦକ୍ଷିଣକୁ ଯାଇଛନ୍ତି, ତିରୁନେଲଭେଲିରେ ଥିବା ମହାଯଜ୍ଞେଶ୍ୱର ମଙ୍ଗଳସ୍ୱାମୀଙ୍କ ଆଶ୍ରମକୁ। କେବେ ଫେରିବେ ଜଣାନାହିଁ। କହିଛନ୍ତି ଚିଠି ଦେବେ। ପ୍ରାୟ ଏକା ସାଙ୍ଗରେ ଦୁହେଁ ତ୍ୟାଗ ପଥରେ ପଥିକ ହେଲେ।
ଏଥିରେ ବଳରାମ ବାବୁ ଖୁସି ହେବାର କଥା, କିନ୍ତୁ ସେ ଖୁସି ହୋଇପାରିଲେ ନାହିଁ। ଗଲା, ଭଲ କଲା, କିନ୍ତୁ ଦକ୍ଷିଣକୁ ଗଲା କାହିଁକି? ପୁଣି ମଙ୍ଗଳସ୍ୱାମୀଙ୍କ ପାଖକୁ, ଯିଏ ଅନବରତ ଯାଗଯଜ୍ଞ କରୁଥାନ୍ତି, ବେଦାନ୍ତର କାହିଁ କେତେ ଦୂରରେ ଥାଇ ଖାଲି ଘିଅ ପୋଡ଼ୁଥାନ୍ତି। ତଦୁପରି ଲୋକ ଦେଖାଣିଆ ବିରାଟ ଜଟାଜୁଟ ନିଶଧାରୀ ଗେରୁଆ ସିଲ୍କ। ହେ ଭଗବାନ! ଦେବିକା, ତୁମେ ଏକଥା କଲ କେମିତି? ମୋତେ ଟିକିଏ ପଚାରିଲ ନାହିଁ? ହେଲେ ସେଦିନର ସନ୍ଧ୍ୟା ନଇଁ ଆସିଲା ବେଳକୁ ସେ ବିଷୟଟିକୁ ଭିନ୍ନ ଦୃଷ୍ଟିରେ ଦେଖିବାକୁ ଚେଷ୍ଟା କରୁଥିଲେ। ନିଜକୁ କହୁଥିଲେ ଯେ ସେ ଜିଦଖୋର ନୁହନ୍ତି, ଅନ୍ୟର ଦୃଷ୍ଟିକୋଣକୁ ଚଟ୍କିନା ଆଡ଼େଇ ଦେବା ତାଙ୍କର ଅଭ୍ୟାସ ନୁହେଁ। ସେତେବେଳକୁ ବିଦ୍ୟାର୍ଥୀ ଯୁବକଙ୍କୁ ଅନୁଗ୍ରହ ସେ ଘରର ଗୋଟିଏ କୋଠରୀରେ ବିଛଣା ପାରି କରି ଦେଇଥିଲେ। ଠିକଣା ହୋଇଛି ଯେ ସେ ରାତିଟା ଏଇଠି ବିଶ୍ରାମ ନେଇ ଆସନ୍ତା ସକାଳେ ଆପଣା ବାଟ ଧରିବେ। ତେଣୁ କହିଲେ ଚଳେ ଯେ ବଳରାମ ବାବୁ ଦେବିକା ମିଶ୍ରଙ୍କ ଆତିଥ୍ୟ ଗ୍ରହଣ କରିଥିଲେ ସେଇ ରାତିଟା ପାଇଁ, ଏବଂ ତଦ୍ୱାରା ତାଙ୍କୁ ଭଲ ଲାଗୁଥିଲା ଏବଂ ସେ ଭାବି ଆସୁଥିଲେ ଅବଶ୍ୟ ତା'ର ଦକ୍ଷିଣକୁ ଯିବା ଭୁଲ ହୋଇଛି, କିନ୍ତୁ ମୁଁ କ'ଣ ତା'ର ଭୁଲ ସୁଧରେଇ ପାରିବି ନାହିଁ? ଟୋକାବେଳେ କଥା ଭୁଲିଯାଅ, ବର୍ତ୍ତମାନ ମୋର ଚିନ୍ତା ଦର୍ଶନ। ବିଜ୍ଞ ପୁରୁଷାପଣ ତା'ଠାରୁ କେଉଁ ହିସାବରେ ଊଣା ବୋଲି କୁହାଯାଇ ନ ପାରେ। ଅତଏବ ମୁଁ ଏଇଠୁ ଉତ୍ତରକୁ ନ ଯାଇ ଦକ୍ଷିଣକୁ ଗଲେ କ୍ଷତି କ'ଣ? ଯିବି ସେଇ ଆଶ୍ରମକୁ, ଦେବିକା ସାଙ୍ଗରେ ଆଳାପ ଆଲୋଚନା କରିବି ଯେ କେଉଁ ଦିଗ ଭଲ, କେଉଁ ମାର୍ଗ ସାର। ସେଇଠୁ ଆମେ ଦୁହେଁ ଯାହା ଠିକ୍ କରିବା। ଏହି ସମ୍ଭାବିତ କାର୍ଯ୍ୟକ୍ରମର ଉଷୁମ ଦିଦାନ୍ତ ବଢ଼ି ଉଠୁଥିବା ଶୀତକୁ ଅଟକାଇ ରଖିଥିଲା ବୋଧହୁଏ। ନହେଲେ ବଳରାମ ବାବୁ ଏତେବେଳ ଯାଏ ଝରକା ଖୋଲା ଛାଡ଼ି ଦେଇ ନଥାନ୍ତେ, ଆଲୁଅ ନ ଜଳାଇ ଅନ୍ଧାରରେ ବସି ରହି ନଥାନ୍ତେ ଏବଂ ଝରକା ବାଟେ ଅପ୍ରସତ ବଗିଚାର ଧାଡ଼ି ଧାଡ଼ି ଗେଣ୍ଡୁ ଫୁଲର ଶୋଭା ଦେଖି ଭାବୁ ନଥାନ୍ତେ ଯେ ଏ ରୁମ୍ଟିରେ ଦେବିକା ନିଶ୍ଚୟ ସକାଳ ସଞ୍ଜ ବସୁଥିବେ ଅନେକ ସମୟ ଯାଏଁ। କାହିଁକିନା ଅତୀତରେ ତା ବାପାଙ୍କର ସରକାରୀ କ୍ୱାର୍ଟର୍ସରେ ମଧ୍ୟ ଗେଣ୍ଡୁ ଫୁଲର ପ୍ରାଦୁର୍ଭାବ ଥିଲା। ଦେବିକା ଗେଣ୍ଡୁଫୁଲ ଭଲ ପାଏ ବୋଲି ମନେ ପଡ଼ୁଛି। ଯାହା ହେଉ, ଅନ୍ଧାର ଘନେଇ ଆସିଯିବାରୁ ବଳରାମ ବାବୁ ଆଲୁଅ ଜଳାଇବାକୁ ବାଧ୍ୟ ହେଲେ ଏବଂ ସେଇଠୁ ସେ ଗୋଟିଏ ଆବିଷ୍କାର କଲେ କାନ୍ଥରେ ଟଙ୍ଗା ହୋଇଥିବା ଜଣେ ନାରୀ ମୂର୍ତ୍ତି ଫଟୋ। ତାକୁ ସେ ଏଥିପୂର୍ବରୁ ଦେଖିପାରି ନଥିଲେ, କାରଣ ଏଇ ରୁମ୍ଟି ମାତ୍ର କିଛି ସମୟ ପୂର୍ବରୁ ସଜଡ଼ା ହୋଇ ତାଙ୍କ ଜିମାରେ ଛାଡ଼ିଦିଆ ହୋଇଛି। ବଳରାମ ବାବୁ ପାଖେଇ ଗଲେ। ଦେବିକା? ହଁ, ତାରି ପରି ଦେଖାଯାଉଛି। ମୋଟାପଣ ସେମିତି ଅଛି, କପାଳରେ ଗୋଟାଏ ବିରାଟ ଟିକିଲି ଆଗ ପରି। କିନ୍ତୁ ତା'ର ଓଠ କ'ଣ ଏମିତି ଚିପି ହୋଇ ରହୁଥିଲା ଏବଂ ତା'ର ଚାହାଣୀ କ'ଣ ଏମିତି ଦିଶୁଥିଲା, ତମ ଚେତନାରେ ଗଳିଗଲା ପରି? କିଓ ଦେବିକା ମିଶ୍ର, ମୋ ଆଡ଼କୁ ସେମିତି ଅନେଇଛ କାହିଁକି? ମାଷ୍ଟ୍ରାଣୀ ହୋଇଛ ବୋଲି? ବଳରାମ ବାବୁ ତା'ର ମାଷ୍ଟ୍ରାଣୀ ପଣିଆକୁ ପରିହାସରେ ଉଡ଼ାଇ ଦେବାକୁ ଚାହିଁଲେ। କହିଲେ, ମୁଁ ଯାଉଛି ପରା ତମ ଆଡ଼େ, ତମ ମଙ୍ଗଳସ୍ୱାମୀଙ୍କ ଆଶ୍ରମକୁ। କିଛି ଆପତ୍ତି ଅଛି? କିନ୍ତୁ କ୍ରମଶଃ ତାଙ୍କର ମନେ ହେଲା ଯେ ସେ ତା ମାଷ୍ଟ୍ରାଣୀ ଆସନରୁ ଟଳିବାକୁ ନାରାଜ ଏବଂ ତା ମୁହଁରେ ବନ୍ଧୁ ଭାବରେ ସରାଗ ନାହିଁ, ହସ ନାହିଁ। ସେଇ ଧରଣର କିଛି ବୋଲି କିଛି ନାହିଁ। ଖାଲି ସେତିକି ନୁହେଁ, ସେ ରାଗୁଛି ମୋ ଉପରେ। ଥଣ୍ଡା ରାଗ। ନୀନା ପରି ନୁହେଁ, କିନ୍ତୁ ତାରି ପରି କଥା କହୁଛି। ସେମିତିକା ହାଡ଼ଜଳା ତିରସ୍କାରର ଭାଷା କହୁଛି। ବାବୁ ବଳରାମ ଦାସ, ତମେ ସେମିତି ଅଛ ଆଜି ଯାଏଁ? କହୁଛ ଗୋଡ଼ାଇ ଯିବ ମୋ ପାଖକୁ, ଦକ୍ଷିଣକୁ। ତମ ମୁହଁକୁ ଟିକିଏ ଲାଜ ନାହିଁ? ବୁଢ଼ାଟିଏ ହେଲଣି ଆସି ପୁରୁଷ ହୋଇପାରିଲ ନାହିଁ। ଲେଖକର ବିଶ୍ୱାସ ଯେ ବଳରାମ ବାବୁ ଆହୁରି ଅନେକ ଖାରା କଥା ଶୁଣିଥିବେ ତା'ଠୁ, କାରଣ ସେ ସେଠୁ ଚାଲି ଆସିପାରିଲେ ନାହିଁ କି ଫଟୋକୁ ଓଲଟେଇ ଦେଲେ ନାହିଁ। ସତେକି ତାଙ୍କୁ ଶୁଣିବାକୁ ଇଚ୍ଛା ହେଉଛି ଆହୁରି ଆହୁରି, ମର୍ମର ଗହନକୁ ବିନ୍ଧିଲା ପରି। ତମେ ଏମିତି କ'ଣ କି ତମକୁ ଲୋକେ ବୁଝିବା ଦରକାର? ତମେ ବି ସେମାନଙ୍କ ଭିତରୁ ଜଣେ, କୋଟି କୋଟି ଜନମାନବରୁ ଗୋଟିଏ। ଭାବୁଛ କି ତମେ ଅସାଧାରଣ? ତମ ପାଖରେ କିଛି ଅଧିକା ଅଛି, ବିବେକାନନ୍ଦ କି ଅରବିନ୍ଦଙ୍କ ଧାପେ? ଭଲ କଥା। ତାହେଲେ ଏମିତି ମରିଯାଉଛ କାହିଁକି? ଆଉ କାହାକୁ ଶୁଣାଇବା ପାଇଁ, ବୁଝାଇବା ପାଇଁ? ପୁଣି ଭାଷା ନ ପାଇଲାରୁ ପତ୍ନୀଙ୍କ ସାଙ୍ଗରେ ଉନ୍ନତ ସେକ୍ସ, ବାର୍ଦ୍ଧକ୍ୟରେ ନାତି ସାଙ୍ଗରେ ଅଣନିଃଶ୍ୱାସୀ ଗେଲ, ତଥାପି ବୁଝାଇ ହେଉନାହିଁ। ବିଚରା ବଳରାମ ବାବୁ କ'ଣ ତା'ର ଚ୍ୟାଲେଞ୍ଜ ମୁକାବିଲା କରିବା ପାଇଁ ଗଲେ ଦକ୍ଷିଣକୁ? ଭାବିଲେ ତାହେଲେ ଯାଇ ତାଙ୍କର ପୌରୁଷ ଜାହିର କରିହେବ, ନାରୀର ମୁହଁ ବନ୍ଦ କରିହେବ। ମୋର ଏକାନ୍ତ କାମନା ଓ ପ୍ରାର୍ଥନା ଯେ ସେ ଆପଣା ଫାନ୍ଦରେ ପଡ଼ିବେ ନାହିଁ। ଆଜ୍ଞା, ଜଣେ ଏ ବଳରାମ ବାବୁ କ'ଣ ମୋର ନାୟକ ହୋଇପାରିବେ ନାହିଁ? ଏକୁଟିଆରେ ଅମୃତକୁ ବି ଡରିବେ, ଯିବେ ନାହିଁ ଆପଣା ଉତ୍ତରକୁ। ଏଇଠି ରହିଲା କିଶୋରୀଚରଣ ଦାସଙ୍କର ଗଳ୍ପ ଲେଉଟାଣି। ରହିଲି, ନମସ୍କାର।